नमस्कार बंधुगण मु बबिता आसी जाइछि मोर यूट्यूब चैनल बबिता मोटिवेशनल रे आज आउ किछि नूतन विषय वस्तु नै बंधुगण आजिर विषयटी होउछि माँ हब तो गांधारी परी माटी हुंतु काहेकि जानिछंती गांधारी कोन करथिले से तांको पुओ दुर्योधन को केबे मध्य अंध भावरे सपोर्ट कर नथिले से जानिथिले तांको पुओ खूब अन्याय अत्याचार अनीति अधर्म करुछि ସେଥିପାଇଁ ଯେତେବେଳେ ମହାଭାରତ ଯୁଦ୍ଧ ହେଲା ଏବଂ ଦୁର୍ଯ୍ୟୋଧନ ତାଙ୍କ ପାଖକୁ ଆଶୀର୍ବାଦ ଭିକ୍ଷା କରିବାକୁ ଯାଇଥିଲେ ସେହି ସମୟରେ ସେ ତାଙ୍କୁ କ'ଣ ଆଶୀର୍ବାଦ ଦେଇଥିଲେ ଜାଣିଛନ୍ତି? ସେ ସିଧା କହିନଥିଲେ ଯେ ବିଜୟୀ ଭବ ବୋଲି, ସେ କହିଥିଲେ ଧର୍ମର ଜୟ ହେଉ ଏବଂ ପାପର କ୍ଷୟ ହେଉ। ସେ ସିଧା ସିଧା ଯଦି କହିଦେବେ ପୁଅ ଖରାପ ହେବ, ତେଣୁ ସେ ଜାଣିଛନ୍ତି ଯେ ତାଙ୍କ ପୁଅ ଅଧର୍ମରେ ଅଛି, ଅନ୍ୟାୟ ଅତ୍ୟାଚାର କରୁଛି। ସେ ସେଥିପାଇଁ ଏଇଟା ବି ଜାଣିଥିଲେ ଯେ ପାଣ୍ଡବ ମାନେ ଧର୍ମରେ ଅଛନ୍ତି। ତେଣୁ ଯଦି ପୁଅ ସମ୍ମୁଖରେ ସିଧା ସିଧା ତ କହିପାରି ନଥିଲେ, କିନ୍ତୁ ଧର୍ମର ଜୟ ହେଉ ପାପର କ୍ଷୟ ହେଉ ବୋଲି କହିଦେଇଥିଲେ। ଯୋଉଟା କି ଦୁର୍ଯ୍ୟୋଧନ ତ ନିଜେ ସେ ଅନ୍ଧ ଥିଲା ନା, ତାର ଅହଙ୍କାରରେ ସେ ସେଇଟାକୁ ଆଶୀର୍ବାଦ ଭାବିକି ପଳେଇ ଆସିଥିଲା, କିନ୍ତୁ ସେଇଟା ଗୋଟିଏ ପ୍ରକାର ତାଙ୍କ ମାଙ୍କ ତରଫରୁ ସେଇଟା ଆଶୀର୍ବାଦ ନଥିଲା, ସେଇଟା ଥିଲା ଅଭିଶାପ। କାହିଁକି ଜାଣନ୍ତି? ସିଏ ତ ଧର୍ମରେ ନଥିଲା, ସେ ଅଧର୍ମରେ ଥିଲା। ତେଣୁ ଗାନ୍ଧାରୀ ଜାଣିଥିଲେ, ଠିକ୍ ଜାଣିଥିଲେ ଏବଂ ଜାଣି ଶୁଣି ସେଇ ଆଶୀର୍ବାଦଟି ଦେଇଥିଲେ। ତେଣୁ ଆଜ୍ଞା, ଏତେ ବଡ଼ ହୃଦୟ, ଏତେ ନିର୍ମଳ ହୃଦୟ, ଏତେ ବିଶାଳ ହୃଦୟ କେଉଁ ମାର ହେଇପାରିବ? ମୁଁ ତ ଭାବୁଛି ବହୁତ କମ୍ ମା ଏଭଳିଆ ଥିବେ। କାହିଁକିନା ମୁଁ ସାଧାରଣତଃ ଦେଖିଛି ମା ମାନେ ପିଲାଙ୍କର ଦୋଷ ଦୁର୍ବଳତାକୁ ଜାଣିଲେ ମଧ୍ୟ ତାକୁ ଘୋଡ଼ାନ୍ତି, ତାକୁ ଜାଣିଲେ ମଧ୍ୟ ସୁଧାରିବାକୁ ଚେଷ୍ଟା କରନ୍ତି ନାହିଁ। ସେଇଟାକୁ ଅନ୍ୟର ଯଦି ଛୁଆ ପାଖରେ ଦେଖିବେ, ଅନ୍ୟର ଯଦି ପିଲା ପାଖରେ ଦେଖିବେ, ତାହେଲେ ସେଇଟାକୁ ସେମାନେ ବହୁତ ପ୍ରଚାର ପ୍ରସାର କରିବେ। କିନ୍ତୁ ନିଜ ପିଲା ପାଖରେ ଥିଲେ ଆଜ୍ଞା, ସେଇଟାକୁ ସେମାନେ ଜାଣୁଥିବେ କିନ୍ତୁ ଅନ୍ଧ ହୋଇଯାଆନ୍ତି। କେବେ ବି କହନ୍ତି ନାହିଁ ଯେ ଏଇଟା ମୋ ପୁଅର ଭୁଲ ବୋଲି, ମୋ ପିଲାର ଭୁଲ ବୋଲି, କେବେ ବି କହନ୍ତିନି। ବହୁତ କମ୍ ମା ଥାଆନ୍ତି ଯେଉଁମାନେ କି ଆଡମିଟ୍ କରନ୍ତି, ହଁ ଏଇଟା ତୋର ଭୁଲ, ଏବଂ ଭଲ ଶିକ୍ଷା ଦିଅନ୍ତି, ନା ଏଇଟା କରିବା ଉଚିତ ନଥିଲା, ଏମିତି କରିବାଟା ଠିକ୍ ଥିଲା, ଏମିତି କରିବାଟା ଠିକ୍ ନଥିଲା। ଏଭଳିଆ ମା ବହୁତ କମ୍ ଅଛନ୍ତି। ନହେଲେ ଅନ୍ଧ ଭାବରେ ଆଜ୍ଞା ପୁଅ ଝିଅ ଯାହା ଭୁଲ କଲେ ମଧ୍ୟ ମା ମାନେ ସେଇଟାକୁ ଘୋଡ଼େଇ ଦେଉଛନ୍ତି। ଯାହାଦ୍ୱାରା କ'ଣ ହେଉଛି ଜାଣୁଛନ୍ତି? ସେ ଦୁର୍ଯ୍ୟୋଧନର ଅବସ୍ଥା କ'ଣ ହେଲା ଦେଖନ୍ତୁ। ଗାନ୍ଧାରୀ ସିନା ଘୋଡ଼େଇ ନଥିଲେ, କିନ୍ତୁ ଧୃତରାଷ୍ଟ୍ର ଏମିତି ଗୋଟେ ପିତା ଥିଲେ ଯିଏକି ତାଙ୍କର ଦୋଷକୁ ସବୁବେଳେ ଜାଣି ଶୁଣି ଘୋଡ଼ଉଥିଲେ, ଜାଣି ଶୁଣି ତାଙ୍କର ଅଧର୍ମକୁ, ତାଙ୍କର ଦୋଷକୁ, ତାଙ୍କର ଅନ୍ୟାୟକୁ, ତାଙ୍କର ଅତ୍ୟାଚାରକୁ ସେ ସପୋର୍ଟ କରୁଥିଲେ। ତେଣୁ ମା ସିନା ଜାଣିଥିଲେ ସେ ଅନ୍ୟାୟ କରୁଛି, ସେ ମା ତରଫରୁ ସପୋର୍ଟ ପାଇନଥିଲେ, କିନ୍ତୁ ବାପାର ସପୋର୍ଟ ପାଇ ଲାଷ୍ଟରେ କ'ଣ ହେଲା? ପୁରା କୁରୁ ବଂଶ ନାଶ ହେଇଗଲା ଆଜ୍ଞା। ତେଣୁ ଯେ କେହି ବି ମା ହୁଅନ୍ତୁ କିମ୍ବା ପିତା ହୁଅନ୍ତୁ, ଯେ କେହି ବି ପ୍ୟାରେଣ୍ଟସ୍ ଅନ୍ଧ ଭାବରେ ନିଜ ଛୁଆକୁ ଭୁଲ ଭଟକା ଥିବା ସତ୍ତ୍ୱେ ଦେଖି ଭୁଲକୁ ସୁଧାରୁ ନାହାନ୍ତି, ତାକୁ ଜଣଉ ନାହାନ୍ତି, ଠିକ୍ ଜିନିଷଟି ବତଉ ନାହାନ୍ତି, ସେମାନେ ଲାଷ୍ଟରେ ତାଙ୍କର ବିନାଶ ହିଁ ଦେଖିବେ, ତାଙ୍କର ବିନାଶ ହିଁ ଦେଖିବେ, କେବେ ଭଲ ଜିନିଷ ଦେଖିପାରିବେ ନାହିଁ। କାହିଁକିନା ଆପଣ ଜାଣୁଛନ୍ତି ପିଲାଟି କୁରାସ୍ତାରେ ଯାଉଛି, ସେ କୁକର୍ମ କରୁଛି, ସେ ଭୁଲ କରୁଛି, ଆପଣ ବୁଝିପାରୁଛନ୍ତି, କିନ୍ତୁ ମମତାରେ ଅନ୍ଧ ହୋଇ ଆପଣ ତାକୁ ଭଲ ଜିନିଷଟି ବତଉ ନାହାନ୍ତି, କହୁନାହାନ୍ତି, ବରଂ ସେଇଟାକୁ ଘୋଡ଼େଇ ଆଉ କେହି କହିଲେ ତା ସାଙ୍ଗରେ ଯୁକ୍ତିତର୍କ କରି ତା ସାଙ୍ଗରେ ଝଗଡ଼ା କରୁଛନ୍ତି। ଅନ୍ୟର ପିଲାକୁ ଆଙ୍ଗୁଠି ଦେଖାଉଛନ୍ତି, କିନ୍ତୁ ନିଜ ପିଲାର ଭୁଲଟାକୁ ଘୋଡ଼େଇ ଦେବାକୁ ଚେଷ୍ଟା କରୁଛନ୍ତି, ଯୋଉଟାକି ଆଦୌ ଉଚିତ ନୁହେଁ। କାହିଁକି ନା ଗାନ୍ଧାରୀ ସେଭଳିଆ ନଥିଲେ, ସେଭଳିଆ ମା ବହୁତ କମ୍ ଅଛନ୍ତି। କିନ୍ତୁ ପିତା, ସେ ତାଙ୍କର ପିତାର ସେ ଯୋଉ କୁକର୍ମରେ ସାହାରା ପାଇ ସେ କ'ଣ ହେଲା? ଲାଷ୍ଟରେ ବିନାଶ ଗତି କରିଥିଲେ। ତାଙ୍କର ବିନାଶ ସମୂଳେ କୁରୁବଂଶ ନାଶ ହେଇଯାଇଥିଲା। ତେଣୁ ଆଜ୍ଞା, ଯଦି ଘରର ମୁରବୀ ପିତାମାତା ଯଦି ଅନ୍ୟାୟ ଅନୀତି ଦେଖି ଆଖି ବନ୍ଦ କରି ରହିବେ, ତାହେଲେ ଶେଷରେ ପରିବାରର ବିନାଶ ସୁନିଶ୍ଚିତ। ବଡ଼ମାନେ ଯଦି ଅନ୍ୟାୟ ଅନୀତି ହେଉଛି ସେଠି ରୋକଠୋକ ସେ ଜିନିଷକୁ ପ୍ରତିବାଦ କରନ୍ତୁ, ସେ ଜିନିଷକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ଆଉ ନିଜେ ଘରର ମୁରବୀ ହେଇ କେବେ ବି ଭୁଲ କର୍ମରେ ଲିପ୍ତ ରହନ୍ତୁ ନାହିଁ। ଘରର ମୁରବୀ ଯଦି ନ୍ୟାୟବନ୍ତ ରହିବ, ଧର୍ମପରାୟଣ ରହିବ, ସତ୍ୟର ପୂଜାରୀ ହେଇଥିବ, ଠିକ୍ ରାସ୍ତାରେ ଯାଉଥିବ, ତାହେଲେ ଘରଟି ଆଜ୍ଞା ସବୁବେଳେ ଠିକ୍ ରାସ୍ତାରେ ରହିବ ଏବଂ ଘରର ଉନ୍ନତି, ପରିବାର ସଦସ୍ୟଙ୍କର ମଙ୍ଗଳ, ସବୁବେଳେ ସେମାନଙ୍କ ଭିତରେ ସ୍ନେହ ଶ୍ରଦ୍ଧା ରହିବ, ସବୁ ଉନ୍ନତି ହେବ। କିନ୍ତୁ ଘରର ମୁରବୀ ଯଦି ଠିକ୍ ନଥିବେ, ପିତାମାତା ଯଦି ଠିକ୍ ନଥିବେ, ଠିକ୍ ଅନୁସାରେ ଗାଇଡ୍ କରୁନଥିବେ, ତାହେଲେ ସେ ଘରର ବିନାଶ ସୁନିଶ୍ଚିତ। ଏତିକି କହି ମୁଁ ମୋର ଭିଡ଼ିଓଟି ଏଇଠି ରଖୁଛି।
जदि मोर भिडियोटी आपको भल लगी थाए ताले अधिकरू अधिक लाइक करेंगे, शेयर करेंगे, कमेंट करेंगे, सब्सक्राइब करेंगे। रहुची आज्ञा, नमस्कार।